ନମସ୍କାର, ମୁଁ ଦୀପକ। ଅ, ଆଜି ଗୋଟେ ବଢ଼ିଆ ଜିନିଷ ବିଷୟରେ ଆପଣଙ୍କୁ ଦେଖେଇବାକୁ ଚାହୁଁଛି। ଏଟାକି ଆମେ ରେଗୁଲାର ମର୍ଣ୍ଣିଂରେ ୟୁଜ୍ କରୁଛନ୍ତି। ଓକେ, ତ ସ୍ପେସିଆଲି ଏହାର କାମ କ'ଣ, ଏଥିରେ କ'ଣ ଅଛି ଜାଣିବା ନିହାତି ଦରକାର। ସୋ ଏ ଦେଖନ୍ତୁ, ହେଉଛି ପ୍ରଡକ୍ଟ ଆଲୋ କନସେନ୍ଟ୍ରେଟ୍। ନାଁ ହେଉଛି ଆଲୋ କନସେନ୍ଟ୍ରେଟ୍। ତ ଏଥିରେ ସ୍ପେଶିଆଲି ରହିଛି କ'ଣ ଇନଗ୍ରେଡ଼ିଏଣ୍ଟ ଆପଣ ଦେଖନ୍ତୁ, କେଉଁ କେଉଁ ଜିନିଷ ଏଥିରେ ରହିଛି। ସୋ ବୁଝି ରହୁନି ଭଲ ଭାବରେ, ବଟ୍ ଦେଖନ୍ତୁ ଏଥିରେ ଆଲଭେରା ରହିଛି। ଆଲଭେରା ମତଲବ ଆପଣ ତ ସମସ୍ତଙ୍କ ବାଡ଼ିରେ ଆଲଭେରା ଅଛି, ଜାଣିଥିବେ। ସେ ଆଲଭେରାଟାକୁ ରିଫାଇଣ୍ଡ ପ୍ରୋସେସରେ ବନା ହେଇକି ତାକୁ ଆଲୋ କନସେନ୍ଟ୍ରେଟ୍ ବନା ହେଉଛି, କନସେନ୍ଟ୍ରେଟ୍ କରାଯାଉଛି। ଆଲଭେରାଟାକୁ କନସେନ୍ଟ୍ରେଟ୍ କରିକି ଆଲୋ କନସେନ୍ଟ୍ରେଟ୍ କରାହେଉଛି। ଓକେ, ଏଥିରେ ସ୍ପେସିଆଲି ଏନର୍ଜି ଲେଭେଲ୍ ଜିରୋ, ପ୍ରୋଟିନ୍ ଜିରୋ, फाइबर जीरो। ओके, एंड अदर सब्सटेंसेस जो कि इसमें आधार बेसी किसी ना होइछि कौन आलो कंटेंट केवल आलोवेरा अच्छी 40%। एंड आपणकर सोडियम अच्छी पर 15 ml रे 2.87 mg सोडियम रही। सुक्रोज अच्छी जोटा कि मीठा अंश अल्प टिके रुहे ता देहरे। तेणु ये इनग्रेडिएंट आधार मिसिकी रही। फैट जीरो, फैट भी किसी ना। ओके, ओनली एलोवेरा अच्छी रोचे। ओके, एंड सोडियम टोटल बॉटलटा देहरे आपंकर 19 mg सोडियम रोचे 100 ml बॉटल। 19 mg सोडियम रोचे 100 ml। देन 15 ml जो कैप आपंकर अच्छी से कैप्रे 3 टी 15 ml हो। तो 15 ml आप 2.87 mg सोडियम रोचे। ओके, तो आलवेरा काम कौन, आम कौन आम यूज करती। ये प्रोडक्टा एमतीका गोटे सुंदर जिनस डाइजेस्टिव हेल्थ को आपणकर सुपर फास्ट कर दिए। आलवेरा एकदम डाइजेस्टिव हेल्थ को सुपर फास्ट कर दिए। ओके, कहीं करे तो थे आंटी ऑक्सीडेंट भी रोचे। ओके, आंटी ऑक्सीडेंट काम है कौन, आंटी ऑक्सीडेंट काम हूँ कौन कि आम जो फूड खाऊं। ओके, ता देहर विटामिन मिनरल्स को ऑब्जर्वेशन करे, ये तो ऑब्जर्व करके बॉडी रे एनर्जी की कन्वर्ट कर दे। ओके, तो आप यूज करेंगे केमती यूज करेंगे आर नॉर्मली आप सकाल मॉर्निंग रे जो उठुचंती। ओके, किसी आपण पानी पिउचंती प्लस किसी वार्म वाटर भी ता संगे नियंतु, बहुत अल्प। किंतु नबार पूर्व आप कौन करेंगे आदर गोटे ठिपी पूरा फुल करके गोटे टिपी प्लस आउ अधा किसी खाली पेट थे आप मुँह खोलिकी पाटे ढाली दिंतु। ढाली देकी पार्टी भितर किसी समय आप रखु। ओके, किसी समय रखिला पर देखिए तादर टिके मीठा अंश लगे। किसी समय रहिला पर टिके मीठा मीठा जस्ट हल्का मीठा एवं खट्टा भी दे। तापर ताकू ढोकी दियंतु। ओके, ढोकी सारा पर आपण तापर किसी गरम पानी यूज करें, ठंडा पानी भी नहीं पारे, बट गरम पानी हेले टिके भल काम करे। ओके, एवं तापर आपण आफ्रेश भी पी पारे। तो आलो कनसेंट्रेटर मेन काम है आपन को डिहाइड्रेशन करिबो नाही, हाइड्रेट करके रखिबो बॉडी की है। कहीं ना आधे सोडियम अच्छी जो 15 ml आम खाइबा तादेह सोडियम 2.87 mg रही। सोडियम स्पेशल काम रही बॉडी भितर। सोडियम कौन करे आम बॉडी भितर लिक्विड बैलेंस करके रखे। ओके, तो ता देहरे आपणकर लिक्विड बैलेंस मतलब आपणकर जो वाटर इनटेक रुए बॉडी भितर किए सेल धरिकी रखती।
ତେଣୁ ସେଲ୍ର ଇଣ୍ଟରନାଲ ଏବଂ ଆଉଟର ଲେୟାର କେତେ ଆପଣ ଲିକ୍ୱିଡ ରହିବ ସେଟା ସୋଡ଼ିୟମ ହିଁ ଡିସାଇଡ୍ କରେ। ଓକେ। ତେଣୁ ଡିହାଇଡ୍ରେସନ ମେଣ୍ଟେନ୍ ହେଇଯାଏ। ଆଲୋ କନସେଣ୍ଟ୍ରେଟରେ ଆପଣଙ୍କର ଡିହାଇଡ୍ରେସନ ମେଣ୍ଟେନ୍ ହୁଏ। ଓକେ। ଆଉ ସୋଡ଼ିୟମର କାମ ହେଲା ଆପଣଙ୍କର ବଡିର ନର୍ଭ ସିଷ୍ଟମଟାକୁ ଆକ୍ଟିଭ କରିକି ରଖିବ। ଓକେ। ବ୍ରେନକୁ ପ୍ରପର ସିଗ୍ନାଲ ଆପଣଙ୍କ ସୋଡ଼ିୟମ ମାନେ ସେଇଟା ଥ୍ରୁ ସୋଡ଼ିୟମ କାମ କରେ। ଓକେ। ତେଣୁ ସୋଡ଼ିୟମଟା ହେଉଛି ଗୋଟେ ମିନେରାଲ, ଏଟା ଭିଟାମିନ୍ସ ନୁହଁ, ଏଟା ହେଉଛି ୱାନ୍ ଟାଇପ୍ ଅଫ୍ ମିନେରାଲ। ଓକେ। ସୋଡ଼ିୟମ ଆଉ ପଟାସିୟମ ମିଶିକିରି ଏସବୁ କାମ କରନ୍ତି। ପ୍ଲସ୍ ସୋଡ଼ିୟମର ଆଉ କାମ ରହିଲା କ'ଣ, ଆମର ମଜଲଟାକୁ ୟୁଟିଲାଇଜ କରିବା ପାଇଁ ସାହାଯ୍ୟ କରେ, ମଜଲ ଇନକ୍ରିଜ ହେବା ପାଇଁ ସାହାଯ୍ୟ କରେ। ଏବଂ ଦେଖିବେ ବେଳେବେଳେ ଶୋଇଲା ବେଳେ ଆପଣ ସଡନ୍ ଗୋଟେ କାମ ଦେଖିବେ, ଗୋଡ଼ ଗୁରା ଏମିତି ମଜଲଟା, ଗୋଡ଼ର ଯୋଉ ପେଣ୍ଡି ଯୋଉଟା କହନ୍ତି, ସେ ମଜଲଟା ଅଟକି ଗଲା ମାନେ କ୍ରାମ୍ପ ହେଇଯାଏ। କ୍ରାମ୍ପ ହେଇଗଲା ମାନେ ଆପଣ ଚାଲିବୁଲି କରିପାରନ୍ତିନି। ଓକେ। ତେଣୁ ସେ ଯୋଉ କ୍ରାମ୍ପିଂଟାକୁ ଇଏ କ'ଣ କରେ, ମ୍ୟାନେଜ କରେ, କରାଇ ଦିଏନି। ସୋଡ଼ିୟମ ଯଦି ଆପଣଙ୍କର ବଡିରେ ଅଭାବ ରହୁଛି ତେଣୁ ସେଟା କ୍ରାମ୍ପିଂ ହେଇଯାଏ। ଓକେ। ତେଣୁ ସୋଡ଼ିୟମର କାମ ହେଲା ଏତିକି। ମେନ୍ ହେଲା କ'ଣ, ଆପଣଙ୍କର ଦେଖ ଆଲୁ ଖାଇବାର ଆମର ବେନିଫିଟ କ'ଣ ପାଇଲେ, ଗଟ୍ ହେଲ୍ଥକୁ ଆମକୁ କ'ଣ କରେ, ରେଡି କରିକି ରଖେ, ମାନେ ହଜମ ସିଷ୍ଟମଟାକୁ ପୁରା ପରଫେକ୍ଟ କରେ। ଓକେ। ଆଉ ଆ ଦେହରେ ଆଣ୍ଟି ଅକ୍ସିଡେଣ୍ଟ ଅଛି। ତେଣୁ ଖାଦ୍ୟ ଦେହରୁ ଯେତେ ପ୍ରକାରର ଆପଣଙ୍କର ଭିଟାମିନ୍ସ ମିନେରାଲ୍ସ ରହୁଛି, ଆବଜର୍ଭସନ୍ ହୁଏ କା ଥ୍ରୁରେ, ଆଣ୍ଟି ଅକ୍ସିଡେଣ୍ଟ ଥ୍ରୁରେ, ଇଏ ବଡିକି ଆପଣଙ୍କର ମେଣ୍ଟେନ କରିକି ରଖେ, ଏନର୍ଜି କନଭର୍ଟ କରି ରଖେ। ଆଉ ଆଲୋ କନସେଣ୍ଟ୍ରେଟ ଆଉ କାମ କ'ଣ, ବଡି ଡିହାଇଡ୍ରେସନ କରେନି। ଓକେ। ହାଇଡ୍ରେଟ୍ କରିକି ରଖେ, ମେଣ୍ଟେନ କରିକି ରଖେ। କାହିଁକି ନା ଆଦେହରେ ସୋଡ଼ିୟମ ରହିଲା। ତ ସୋଡ଼ିୟମର ମେନ୍ କାମ ଆପଣ ଜାଣିପାରିଲେ। ସେଇଥିପାଇଁ ଆଲୋ କନସେଣ୍ଟ୍ରେଟ ନେବା ଦ୍ୱାରା ଆମେ କ'ଣ, ବଡ଼ିଟା ଗଟ୍ ହେଲ୍ଥ ଓକେ ହୁଏ ଏବଂ ବଡି ଡିହାଇଡ୍ରେସନ କେବେ ହୁଏ ନାହିଁ। ତାକୁ ନେଲେ ଆପଣଙ୍କର ଧୀରେ ଧୀରେ ଦେଖିବେ ଆଲୋ କନସେଣ୍ଟ୍ରେଟ ନେଲା ପରେ ଆପଣଙ୍କର ଡାଇଜେଷ୍ଟିଭ ସିଷ୍ଟମଟା ଇମ୍ପ୍ରୁଭ କରିବ। ଓକେ। ଆଉ ଗ୍ୟାସ୍ ଆଉ ଏସିଡିଟି ବ୍ଲଟିଂ ଯୋଉଗୁଡ଼ା ହୁଏ ସିଏ ଆଉ ହବନି। ରିଜିନ୍ ହେଉଛି ତା ଦେହରେ କ୍ରିଟିକ୍ ଏସିଡ୍ ରହୁଛି। ତା ଦେହରେ କ୍ରିଟିକ୍ ଏସିଡ୍ ରହୁଛି ଯୋଉଟା କି ଆପଣଙ୍କର ଗ୍ୟାସ୍ କରେଇ ଦିଏନି। ଓକେ। ତ କେତେଟା ଜିନିଷ ଆମେ ଆଦେହରୁ ପାଇଲେ, ଆଲୋ କନସେଣ୍ଟ ନେବାର କେତେଟା ଆପଣ ଫାଇଦା ପାଇଲେ ଦେଖନ୍ତୁ। ଫାଷ୍ଟ, ବଡି ଡିହାଇଡ୍ରେସନ କରେ। ଓକେ। ତାପରେ ଗଟ୍ ହେଲ୍ଥ ଆମର ଓକେ ହେଇଯାଏ। ଡାଇଜେଷ୍ଟିଭ ସିଷ୍ଟମଟା ପୁରା ଫୁଲ୍ ଆକ୍ଟିଭ ହେଇକି ରୁହେ। ଆମର ଇଣ୍ଟେଷ୍ଟାଇନ୍ ଭିତରେ ଯଦି କିଛି ଅଳିଆ ଆବର୍ଜନା ଲାଗିକି ରହିଛି ସେ ତାକୁ ଝାଡ଼ା ଆକାରରେ ବାହାର କରିଦିଏ। ଓକେ। ତ ବଡିକି ହାଇଡ୍ରେଟ୍ କରିକି ରଖେ, ମେଣ୍ଟେନ୍ କରିକି ରଖେ। ସୋଡ଼ିୟମ ଆଦେହରେ ଯେଉଁ ରହୁଛି 2.87 ବହୁତ କମ୍। କାହିଁକି, ଆପଣଙ୍କର ଲୁଣ ଯେତେ ଅଧିକା ଖାଇବେ ବ୍ଲଡ଼ ପ୍ରେସର ସେତେ ଆପଣଙ୍କର ଇନକ୍ରିଜ ହେବ। ସୋଡ଼ିୟମ ବଢ଼ିଲା ମାନେ ପ୍ରେସର ବଢ଼ିଯାଏ। ତେଣୁ ବାଲାନ୍ସ ସୋଡ଼ିୟମ ଖାଇବେ, ବିପି ନର୍ମାଲ ହେଇକି ରହିବ। ଓକେ। ଏଇଟା ଆପଣ ସମସ୍ତେ ଜାଣିଛନ୍ତି, ସେଇଥିପାଇଁ ଡକ୍ଟର କୁହନ୍ତି ବିପି ପେସେଣ୍ଟ ଲୁଣ କମ୍ ଖାଇବେ। ସେଇଥିପାଇଁ ଆଦେହରେ ବହୁତ ନୋମିନାଲ ଆମାଉଣ୍ଟର ଅଛି ସୋଡ଼ିୟମ 2.87 ଏମଜି। 15 ml ଖାଇଲେ ହିଁ 2.87 ଏମଜି ଆମ ବଡିକି ଯିବ। ତେଣୁ ସୋଡ଼ିୟମର କାମ ହେଲା ଏତିକି। ଓକେ। ସୋଡ଼ିୟମ ବେଶୀ ରହୁଛି ଆମର ଫର୍ମୁଲା 1। ଓକେ। ସୋଡ଼ିୟମ, ମାଗ୍ନେସିୟମ, ଫଲିକ ଏସିଡ ସେଥିରେ ଅଧିକା ରହୁଛି। ବଟ୍ ସକାଳ ଟାଇମରେ ଆଲୋ କନସେଣ୍ଟ୍ରେଟ ନେବାର ବେନିଫିଟ୍ ପାଇଲେ ଆମେ କ'ଣ, ଗଟ୍ ହେଲ୍ଥ ଓକେ ହେଲା। ଆଣ୍ଟି ଅକ୍ସିଡେଣ୍ଟ ଆପଣଙ୍କର ବଡିକି ଯେତେ ପ୍ରକାର ଭିଟାମିନ୍ ମିନେରାଲ୍ସ ଖାଦ୍ୟ ଅଛି ତାକୁ ଆବଜର୍ଭ କରିକି ନେଲା। ଓକେ। ଆଉ ଆଉ କ'ଣ ରୁହେ, କ୍ରିଟିକ୍ ଏସିଡ୍ ଯୋଉଟା ଅଛି ଆମକୁ ବ୍ଲଟିଂ ଆଉ ଗ୍ୟାସ୍ କରିଦିଏ ନାହିଁ। ଓକେ। ହଁ। ଏବଂ ଟଏଲେଟ୍ ପୁରା ସଫା ହେଇଯିବ ଆପଣଙ୍କର ଆକୁ ନେଲା ପରେ। ଓକେ। ଆଣ୍ଡ ସୋଡ଼ିୟମ ଅଛି, ସୋଡ଼ିୟମ ଆପଣଙ୍କର ବଡିକି ଲିକ୍ୱିଡ ଲେଭେଲକୁ ମେଣ୍ଟେନ୍ କରି ରଖିଲା। ନର୍ଭ ସିଷ୍ଟମଟାକୁ ଆକ୍ଟିଭ କରି ରଖିଲା। କାହିଁକି ନା ବ୍ରେନକୁ ନର୍ଭ ସିଗ୍ନାଲ ଆପଣଙ୍କର ନର୍ଭ ଥ୍ରୁରେ ଯାଏ। ତେଣୁ ଇଣ୍ଡିଭିଜୁଆଲ ଅର୍ଗାନ ନର୍ଭ ଥ୍ରୁରେ ଯାଏ। ତେଣୁ ସୋଡ଼ିୟମର କାମ ହେଲା ପଟାସିୟମ ସାଙ୍ଗରେ ମିଶିକି ସେ ସିଷ୍ଟମଟାକୁ ଆକ୍ଟିଭ କରି ରଖିଲା। ମଜଲ ପାୱାର ମୁଭମେଣ୍ଟଟା ବହୁତ ବଢ଼ିଆ କରି କରିଲା। ମଜଲ କ୍ରାମ୍ପିଂ ଆଉ କରିବନି। ଓକେ। ତ ଏଇସବୁ ବେନିଫିଟ୍ ଆମର ଏଇ ପର୍ଟିକୁଲାର ଗୋଟିଏ ଠିପିରୁ ଆମେ ପାଇପାରିବା। ତେଣୁ ଆର ଇମ୍ପୋର୍ଟାନ୍ସ ବହୁତ ଅଧିକ। ତେଣୁ ଆକୁ ଯେତେ ଆପଣ ପଢ଼ିବେ ଆ ଉପରେ ଏବଂ ୟୁଟିଲାଇଜ କରିବେ, ଆର ବେନିଫିଟ୍ ଆପଣ 15 ଦିନରେ ପାଇଯିବେ। ଥ୍ୟାଙ୍କ ୟୁ ଫର୍ ଦିସ୍। ଆଉ ଏଇ ଜିନିଷଟା ମୁଁ ଏତେ ସେୟାର କରିବାର କାରଣ ହେଉଛି ଗୋଟେ ୟୁଟ୍ୟୁବ ଚ୍ୟାନେଲ ମୋର ଅଛି, ଆ ଦେହରେ ଅପଲୋଡ଼ କରିବି।
ଆଉ ଆପଣ ଟିକେ ସବସ୍କ୍ରାଇବ କରିବେ। ଆଉ ଯଦି ଆ ପରେ ପରେ ଆଉ ବହୁତ ବଢ଼ିଆ ବଢ଼ିଆ ଇନଫର୍ମେସନ୍ ମୁଁ ଦେବି ସବୁ ପ୍ରଡକ୍ଟ ଉପରେ। ସେଟ୍ରୁ ନେଇକି ଆପଣଙ୍କର ଯେତେ ପ୍ରକାର ସପ୍ଲିମେଣ୍ଟ ଅଛି ସବୁ ଉପରେ ମୁଁ ବଢ଼ିଆ ବଢ଼ିଆ ଆପଣଙ୍କୁ ବହୁତ ଜିନିଷ ଆପଣଙ୍କୁ କହିବି।